ସ୍ୱାଗତମ୍। ଆଉ ଏକ ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତମ୍। ଆଜି ଆମେ ପୁଣି ଏକ ବହୁ ଚର୍ଚ୍ଚିତ ଆଉ ଟିକେ ରହସ୍ୟମୟ ବିଷୟ ଉପରେ କଥା ହବା। ଆଜିର ବିଷୟ ହେଉଛି ପଞ୍ଚସଖାଙ୍କ ମାଳିକା କଲ୍କି ଓ ଯାଜପୁର। ଏହି ଆଲୋଚନା ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଦୟାକରି ଏହାକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁ। ଆମ ଏହି ଓଡ଼ିଆ ଚ୍ୟାନେଲକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରନ୍ତୁ। କାହାଣୀ ବିଷୟରେ ଆହୁରି ଭଲ ଭାବେ ବୁଝିବା ପାଇଁ ଆଉ ପରବର୍ତ୍ତୀ ଅଧ୍ୟାୟ ବିଷୟରେ ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ। ତେବେ ଆମ ପାଖରେ ଯେଉଁ ସବୁ ମାଳିକା ବଚନର ତଥ୍ୟ ଅଛି, ଆମେ ସେଗୁଡ଼ିକ ଭିତରକୁ ଯିବା ଆଉ ତାର ମୂଳ କଥା ବୁଝିବାକୁ ଚେଷ୍ଟା କରିବା। ନମସ୍କାର। ହଁ, ଏଇଟା ପ୍ରକୃତରେ ଗୋଟେ ଗଭୀର ଆଉ ବହୁତ ଆଗ୍ରହର ବିଷୟ। ଆମର ଉଦ୍ଦେଶ୍ୟ ରହିବ ଏହି ମାଳିକା ଗ୍ରନ୍ଥଗୁଡ଼ିକରେ କଳ୍କି ଅବତାର ଆଉ ଯାଜପୁର ବିଷୟରେ କ'ଣ ସବୁ କୁହାଯାଇଛି ସେସବୁକୁ ଦେଖିବା, ଆଉ ତା ସହିତ ସେହି ସ୍ଥାନର ଯାଜପୁରର ମହତ୍ତ୍ୱକୁ ମଧ୍ୟ ବୁଝିବା। ଠିକ୍ କହିଲେ। ହଉ, ତେବେ ଆଲୋଚନା ଭିତରକୁ ଯିବା ଆଗରୁ ପ୍ରଥମେ ଟିକେ ସ୍ପଷ୍ଟ କରିବା ଦରକାର, ଏହି ପଞ୍ଚସଖା ଯାହାଙ୍କ କଥା ଆମେ କହୁଛେ, ସେମାନେ ପ୍ରକୃତରେ କିଏ ଆଉ ତାଙ୍କ ମାଳିକାର ଏତେ ବିଶେଷତ୍ୱ କାହିଁକି? ଏଇଟା ଜାଣିଲେ ଆଗକୁ ବଢ଼ିବାକୁ ଟିକେ ସୁବିଧା ହବ ନା? ନିଶ୍ଚୟ ନିଶ୍ଚୟ। ଦେଖନ୍ତୁ, ପଞ୍ଚସଖା ଆମେ ସମସ୍ତେ ଜାଣନ୍ତି ପ୍ରାୟ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଆଉ ଶିଶୁ ଅନନ୍ତ ଦାସ। ଏମାନେ ହେଲେ 15ଶ-16ଶ ଶତାବ୍ଦୀ ସମୟର ଓଡ଼ିଶାରେ ଯେଉଁ ଭକ୍ତି ଆନ୍ଦୋଳନ ହେଲା ତାହାର ପଞ୍ଚମହାରଥୀ ଥିଲେ। ଆଉ କେବଳ ମହାଭକ୍ତ ନୁହନ୍ତି, ସେମାନେ ବହୁତ ବଡ଼ ଜ୍ଞାନୀ, ଯୋଗୀ, ଆଉ ଏମିତି ବିଶ୍ୱାସ କରାଯାଏ ଯେ ସେମାନେ ଭବିଷ୍ୟତକୁ ଦେଖିପାରୁଥିଲେ, ଦ୍ରଷ୍ଟା ଥିଲେ। ତାଙ୍କ ଦ୍ୱାରା ଯେଉଁ ମାଳିକା ଗ୍ରନ୍ଥ ସବୁ ଲେଖାଯାଇଛି ସେଗୁଡ଼ିକ କିଛି ସାଧାରଣ ସାହିତ୍ୟ ନୁହେଁ, ବୁଝିଲେ? କୁହାଯାଏ ଏଗୁଡ଼ିକ ଭିତରେ ଭବିଷ୍ୟତର ସୂଚନା ଭରି ରହିଛି। ବିଶେଷ କରି କଳିଯୁଗର ଶେଷ, ଧର୍ମର ପୁନଃସ୍ଥାପନା ଆଉ ଭଗବାନ ବିଷ୍ଣୁଙ୍କର ଯେଉଁ ଦଶମ ଅବତାର କଳ୍କି, ତାଙ୍କର ଆବିର୍ଭାବ ବିଷୟରେ ବହୁତ ଗୂଢ଼ କଥା ସବୁ ଲେଖା ଅଛି। ଏଇ ମାଳିକା ଗ୍ରନ୍ଥଗୁଡ଼ିକରେ ଭଗବାନ କଳ୍କିଙ୍କ ଜନ୍ମସ୍ଥାନ ଭାବରେ ଯାଜପୁର କଥା କେମିତି କୁହାଯାଇଛି? ଅନେକ ଗ୍ରନ୍ଥ ତ ଅଛି, ସବୁଥିରେ କ'ଣ ଏକାଭଳି କଥା ଅଛି ନା କିଛି ଅଲଗା ବି ଅଛି? ହଁ, ଏଇଟା ହିଁ ସବୁଠୁ ମଜାଦାର ଆଉ ଗୁରୁତ୍ୱପୂର୍ଣ୍ଣ କଥା। ଦେଖିବ ଆଶ୍ଚର୍ଯ୍ୟ ଲାଗିବ ଯେ ଏତେ ଅଲଗା ଅଲଗା ସଖାଙ୍କ ଦ୍ୱାରା ଲେଖାଯାଇଥିବା ଗ୍ରନ୍ଥରେ ବି ଗୋଟେ ସାଧାରଣ ସୂତ୍ର ଦେଖାଯାଉଛି। ଆଉ ସେ ସୂତ୍ରଟା ହେଲା ଯେ କଳ୍କିଙ୍କର ଆବିର୍ଭାବ ଓଡ଼ିଶାରେ ହେବ, ଆଉ ବିଶେଷ କରି ଯାଜପୁର ଅଞ୍ଚଳରେ, ଯାହାକୁ ବିରଜା ମଣ୍ଡଳ ବି କୁହାଯାଏ। ଯେମିତିକି ଦେଖନ୍ତୁ, ପଞ୍ଚସଖାର ସବୁଠୁ ବଡ଼ ବଳରାମ ଦାସ, ତାଙ୍କର ଗୋଟେ ଗ୍ରନ୍ଥ ଅଛି କଳି ଆଗତ ଭବିଷ୍ୟାନ୍ତ। ସେଥିରେ ପୁରା ସିଧା ଲେଖା ଅଛି, ଶୁଣ ବାଇୟା ତୋତେ କହି ଆମ୍ଭେ ଜନ୍ମିବ ଯେଉଁଠାଇ, ଯେ ଯାଜପୁର ବୋଲି ଗ୍ରାମ, ସେଠାରେ ବ୍ରାହ୍ମଣର ଘର, ବିପ୍ରପଣ୍ଡା ନାମ ତାର ଘରଣୀ ନାମ ଜାଣ, ଅଟଇ ପଦ୍ମାବତୀ ନାମ। ଦେଖିଲେ, ପୁରା ସ୍ପଷ୍ଟ। ସ୍ଥାନ ହେଲା ଯାଜପୁର, ଆଉ ବାପା ମାଙ୍କ ନାଁ ବି ଦିଆହେଇଛି ବିପ୍ରପଣ୍ଡା ଆଉ ପଦ୍ମାବତୀ। ହଁ, ଏଇଟା ତ ବହୁତ ସ୍ପଷ୍ଟ। ଅନ୍ୟ ସଖାମାନେ ବି କ'ଣ ଏମିତି କିଛି କହିଛନ୍ତି? ହଁ, ଅନ୍ୟମାନଙ୍କ ଲେଖାରେ ବି ସୂଚନା ମିଳୁଛି। କେତେବେଳେ ସିଧା ସିଧା ତ କେତେବେଳେ ଟିକେ ବୁଲେଇକି। ଯେମିତି ଯଶୋବନ୍ତ ଦାସ, ତାଙ୍କ ମାଳିକାରେ ସେ ନାଭିମଣ୍ଡଳ କଥା କହିଛନ୍ତି। ଆଉ ଯେଉଁ ପ୍ରସିଦ୍ଧ ତନ୍ତ୍ର ଗ୍ରନ୍ଥ ଅଛି ତନ୍ତ୍ର ଚୂଡ଼ାମଣି, ସେଥିରେ ଲେଖା ଅଛି, ଉତ୍କଳେ ନାଭିଦେଶଞ୍ଚ ବିରଜା କ୍ଷେତ୍ର ମୁଚ୍ୟତେ। ଉତ୍କଳର ନାଭି ହେଉଛି ବିରଜା କ୍ଷେତ୍ର, ଆଉ ବିରଜା କ୍ଷେତ୍ର ଯାଜପୁର। ତେଣୁ ଏମିତିରେ ଦେଖିଲେ ଯଶୋବନ୍ତ ଦାସ ବି ଯାଜପୁର କଥା ହିଁ କହୁଛନ୍ତି। ଆଉ ତାପରେ ଆସିଲେ ମହାପୁରୁଷ ଅଚ୍ୟୁତାନନ୍ଦ। ମାଳିକା ପାଇଁ ତ ତାଙ୍କର ନାଁ ସବୁଠୁ ଆଗରେ ନା? ତାଙ୍କର ତ ଗୋଟେ ନୁହେଁ, ଅନେକ ଗ୍ରନ୍ଥରେ କଥା ଅଛି। ତତ୍ତ୍ୱବୋଧିନୀରେ ଅଛି, ଯାଜନଗ୍ରେ ପ୍ରଭୁ ଜନମ ହେବେ। ସେମିତି ବିଜ୍ଞାନ କଳ୍ପରେ ଲେଖା, ଯାଜନଗ୍ରେ ମହାପ୍ରଭୁ ଜନମ ହୋଇବେ। ଏ ଯାଜନଗର ଶବ୍ଦଟା ବାରମ୍ବାର ଆସୁଛି। ଏଇଟା ନିଶ୍ଚୟ ଯାଜପୁରକୁ ହିଁ କହୁଥିବେ। ହଁ, ପ୍ରାୟ ସବୁ ଗବେଷକମାନେ ଏକମତ ଯେ ଏହା ଯାଜପୁରକୁ ହିଁ ବୁଝାଉଛି। ଏହାଛଡ଼ା ଅଚ୍ୟୁତାନନ୍ଦ ତାଙ୍କର କଳ୍କି କଳ୍ପ ବୋଲି ଗୋଟେ ଗ୍ରନ୍ଥରେ ଆହୁରି ନିର୍ଦ୍ଦିଷ୍ଟ କରି କହିଛନ୍ତି। ସେ ଲେଖିଛନ୍ତି, କ୍ଷୀରସିନ୍ଧୁ ଦକ୍ଷିଣ ଯେ ବିରଜା ମଣ୍ଡଳ, ଖ୍ୟାତ ଯେ କମଳପୁର, ନାମ ଯେ ସମ୍ବଳ। ଏଠି ଦେଖନ୍ତୁ, ବିରଜା ମଣ୍ଡଳରେ କମଳପୁର ପାଖରେ ସମ୍ବଳ ଗାଁ କଥା କୁହାଯାଉଛି। ଆଉ ଯାଜପୁର ପାଖରେ ଏଇ ନାଁର ଗାଁ ସବୁ ଅଛି ବି। ଏଇଟା କଥାଟାକୁ ଆହୁରି ରୋଚକ କରୁଛି। ସେହିପରି ଶିଶୁ ଅନନ୍ତ ଦାସଙ୍କର ଚୁମ୍ବକ ମାଳିକାରେ ଅଛି, ଶ୍ରୀ ବିରଜା କ୍ଷେତ୍ରେ ଜନମ ଲଭିବେ ଅନନ୍ତ ମିଶ୍ର ଗୃହେଣ। ଏଠି ପିତାଙ୍କର ନାଁ
ଅନନ୍ତ ମିଶ୍ର ଦିଆଯାଇଛି। ଆଉ ଜଗନ୍ନାଥ ଦାସଙ୍କର କଳିମାଳିକାରେ ବି ବିରଜା ନଗରରେ ଜନ୍ମ ଆଉ ମାତାଙ୍କ ନାମ ପଦ୍ମାବତୀ ବୋଲି ଲେଖାଅଛି। ବୁଝିଲି। ତେବେ ମୋଟାମୋଟି ଗୋଟେ କଥା ସ୍ପଷ୍ଟ ହେଉଛି ଯେ ଜନ୍ମସ୍ଥାନଟା ବିରଜା କ୍ଷେତ୍ର ବା ଯାଜପୁର ଆଖପାଖରେ ହେବ। କିନ୍ତୁ ଏଠି ଗୋଟେ କଥା, ପିତାମାତାଙ୍କ ନାଁକୁ ନେଇ ଟିକେ ଅଲଗା ଅଲଗା ଲାଗୁଛି ନା? କୋଉଠି ବଳରାମ ଦାସ କହୁଛନ୍ତି ବିପ୍ରପଣ୍ଡା ଓ ପଦ୍ମାବତୀ, ପୁଣି ଶିଶୁ ଅନନ୍ତ କହୁଛନ୍ତି ଅନନ୍ତ ମିଶ୍ର। ଜଗନ୍ନାଥ ଦାସ କେବଳ ପଦ୍ମାବତୀ କହୁଛନ୍ତି। ଏମିତି କାହିଁକି? ହଁ, ଏଇଟା ଗୋଟେ ଦେଖିବାର କଥା। ଏ କଥା ଠିକ୍ ଯେ ଅଲଗା ଅଲଗା ମାଳିକା ପୋଥିରେ ବାପା ମାଙ୍କ ନାଁ ଟିକେ ଏପଟ ସେପଟ ହୋଇଛି। ଯେମିତି ଆପଣ କହିଲେ ବିପ୍ରପଣ୍ଡା, ପଦ୍ମାବତୀ, ଅନନ୍ତ ମିଶ୍ର, ଆଉ କୋଉଠି କୋଉଠି ବିଷ୍ଣୁ ଶର୍ମା, ବିପ୍ର ମିଶ୍ର, ଏମିତିକି ବସୁଦେବ, ଯଶୋବନ୍ତୀ, ଭଗବତୀ ଏମିତି ନାଁ ବି ମିଳୁଛି। କିନ୍ତୁ ଯଦି ଆମେ ସବୁକୁ ମିଶେଇକି ଦେଖିବା, ତେବେ ଦୁଇଟା ନାଁ ବାରମ୍ବାର ଆସୁଛି ଆଉ ଅଧିକ ଜୋର ଦେଇ କୁହାଯାଇଛି। ସେଇ ଦୁଇଟା ନାଁ ହେଲା ପିତାଙ୍କ ନାଁ ଅନନ୍ତ ମିଶ୍ର ଆଉ ମାତାଙ୍କ ନାଁ ପଦ୍ମାବତୀ। ଏମିତିକି ନିଜେ ଅଚ୍ୟୁତାନନ୍ଦ ଦାସ ତାଙ୍କର ଗୋଟେ ବଡ଼ ଗ୍ରନ୍ଥ ବ୍ରହ୍ମଟିକାରେ ତାଙ୍କର ଶିଷ୍ୟ ଥିଲେ ରାମଚନ୍ଦ୍ର ଦାସ ତାଙ୍କ ପ୍ରଶ୍ନର ଉତ୍ତରରେ ସଫା ସଫା କହିଛନ୍ତି ମାତାଙ୍କ ନାମ ପଦ୍ମାବତୀ, ପିତା ନାମ ଅନନ୍ତ। ତେଣୁ ଅଧିକାଂଶ ଗବେଷକ ଭାବନ୍ତି ଯେ ଏହି ଦୁଇଟା ନାଁ ହିଁ ବୋଧେ ସବୁଠୁ ସମ୍ଭାବ୍ୟ। ବୁଝିଲି। ଆପଣ ବ୍ରହ୍ମଟିକା କଥା କହିଲେ। ମୁଁ ବି ଶୁଣିଛି ଯେ ଅଚ୍ୟୁତାନନ୍ଦ ଏ ଗ୍ରନ୍ଥରେ କଳ୍କି ଅବତାର ବିଷୟରେ ଆହୁରି ପୁରା ଡିଟେଲରେ ଲେଖିଛନ୍ତି। ସେଗୁଡ଼ିକ କ'ଣ ଟିକେ କହିବେ? ହଁ, ବ୍ରହ୍ମଟିକାରେ ତ ବହୁତ କିଛି ଅଛି, ଅତ୍ୟନ୍ତ ବିସ୍ତୃତ ଆଉ ପୁରା ଆଶ୍ଚର୍ଯ୍ୟ କରିଦେବା ଭଳି କଥା ସବୁ। ସେଥିରେ ଖାଲି ସ୍ଥାନ, ସମ୍ବଳ ଗ୍ରାମ ଆଉ ବାପା ମା ଅନନ୍ତ ପଦ୍ମାବତୀଙ୍କ ନାଁ ନୁହେଁ, ଆହୁରି କେତେ କ'ଣ ଅଛି। ଯେମିତିକି ଦେଖନ୍ତୁ, ପରବର୍ତ୍ତୀ କାର୍ଯ୍ୟ ଲେଖା ଅଛି ଯେ ଜନ୍ମ ପରେ କଳ୍କି ଲୁଚିକି ମହେନ୍ଦ୍ର ପର୍ବତକୁ ଚାଲିଯିବେ, ସେଠି ଯୋଗ ସାଧନା କରିବେ। ଏଇଟା ପୁଣି କଳ୍କି ପୁରାଣ ସହିତ ମିଶିଯାଉଛି। କଳ୍କି ପୁରାଣରେ ଅଛି ଯେ କଳ୍କି ମହେନ୍ଦ୍ରଗିରିରେ ଚିରଞ୍ଜୀବୀ ପରଶୁରାମଙ୍କଠୁ ଅସ୍ତ୍ରବିଦ୍ୟା ଶିଖିବେ। ଶରୀରର ଚିହ୍ନ, ତାଙ୍କ ଦେହରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଏମିତି ସବୁ ଦିବ୍ୟ ଚିହ୍ନ ରହିବ, ଯାହା ଦେଖିକି ଭକ୍ତମାନେ ତାଙ୍କୁ ଚିହ୍ନି ପାରିବେ। ଘରର ବର୍ଣ୍ଣନା ଏଇଟା ଆହୁରି ନିର୍ଦ୍ଦିଷ୍ଟ। ତାଙ୍କ ଘରର ଉତ୍ତର ପଟକୁ ଗୋଟେ କଦମ୍ବ ଗଛ ଥିବ ଆଉ ଦକ୍ଷିଣ ପଟକୁ ଗୋଟେ ପିପଳ ବା ଅଶ୍ୱତ୍ଥ ଗଛ ପୁରା ସିଧାରେ ଥିବ। ଜନ୍ମତିଥି ଆଉ ସମୟ ଖାଲି ଜାଗା ନୁହେଁ, ଜନ୍ମର ସମୟ ବି ଦିଆହେଇଛି। ବୈଶାଖ ମାସ ଶୁକ୍ଲପକ୍ଷ ଦ୍ୱିତୀୟ ତିଥି। ଜନ୍ମଲଗ୍ନ ଆଉ ଗ୍ରହ ସ୍ଥିତି, ଏପରିକି ଜନ୍ମବେଳାର ଗ୍ରହମାନଙ୍କର ସ୍ଥିତି ବି କୁହାଯାଇଛି। କର୍କଟ ଲଗ୍ନ ହେବ, କୋଉ ଗ୍ରହ କୋଉଠି ଉଚ୍ଚରେ ରହିବେ, ସେସବୁ ବି। ବାପରେ, ଏତେ ସୂକ୍ଷ୍ମ ଆଉ ଏତେ ଡିଟେଲ ବିବରଣୀ ଶହ ଶହ ବର୍ଷ ତଳୁ ଲେଖା ହେଇଛି। ଏଇଟା ଶୁଣିଲେ ସତରେ ବିଶ୍ୱାସ କରିହଉନି ପରି ଲାଗୁଛି। ଆଚ୍ଛା, ଏଥିରେ କ'ଣ ଖାଲି କଳ୍କିଙ୍କ ବିଷୟରେ ଲେଖା ଅଛି ନା ଆଉ କାହା ବିଷୟରେ ବି କିଛି କୁହାଯାଇଛି? ନା, ଅଚ୍ୟୁତାନନ୍ଦ ବ୍ରହ୍ମଟିକାରେ ଖାଲି କଳ୍କି ନୁହେଁ, ତାଙ୍କର ଯୋଉ ଦୁଇଜଣ ମୁଖ୍ୟ ସହଯୋଗୀ ହେବେ ତାଙ୍କ କଥା ବି କହିଛନ୍ତି। ସେ ଲେଖିଛନ୍ତି ଯେ ଯୋଗମାୟା ବା ଆଦିଶକ୍ତି ମାନେ ସୁଭଦ୍ରା, ସେ ଇଟୁଆ ବୋଲି ଗୋଟେ ଜାଗାରେ କ୍ଷତ୍ରିୟ କୂଳରେ ଗୁଲାବ ନାଁରେ ଜନ୍ମ ନେବେ। ଆଉ ସେହିପରି ବଳଭଦ୍ର, ସେ କର୍ଣ୍ଣାଟକରେ ଗୋପୀନାଥ ପଟ୍ଟନାୟକ ବୋଲି ଜଣେ ଲୋକଙ୍କ ପୁଅ ହୋଇ ଜନ୍ମ ହେବେ। ତ ଏଥିରୁ ଜଣାପଡ଼ୁଛି ଯେ ମାଳିକାକାରମାନେ ଖାଲି କଳ୍କିଙ୍କ କଥା ନୁହେଁ, ପୁରା ଲୀଳା ପାଇଁ ଯାହା ଯାହା ଦରକାର ସେ ସବୁ ବିଷୟରେ ଚିନ୍ତା କରିଥିଲେ। ଏଇଟା ତ ଗୋଟେ ପରେ ଚିତ୍ରପଟ ଭଳି ଲାଗୁଛି। ହେଲେ ଏତେ ସବୁ କଥା ପରେ ମନକୁ ସେ ମୂଳ ପ୍ରଶ୍ନଟା ପୁଣି ଆସୁଛି, ଏତେ ଜାଗା ଥାଉ ଥାଉ ଏଇ ଯାଜପୁରକୁ ହିଁ କାହିଁକି ଏତେ ଗୁରୁତ୍ୱ ଦିଆଯାଇଛି ମାଳିକାରେ? ଏମିତି କ'ଣ ବିଶେଷତା ଅଛି ଏ ଜାଗାର ଯେ ଶହ ଶହ ବର୍ଷ ଧରି ଏହାର ନାଁ ବାରମ୍ବାର ଆସୁଛି? ଠିକ୍ କଥା ପ୍ରଶ୍ନ ପଚାରିଲେ। ଆଉ ଏହାର ଉତ୍ତରଟା ହିଁ ବୋଧେ ଏସବୁ ଭବିଷ୍ୟବାଣୀର ମୂଳଦୁଆ। ଦେଖନ୍ତୁ, ଯାଜପୁର, ଯାହାର ପୁରୁଣା ନାଁ ଥିଲା ଯାଜିପୁର କିମ୍ବା ଯଜ୍ଞପୁର, ସେଇଟା କିଛି ସାଧାରଣ ଜାଗା ନୁହେଁ। ଏଇଟା ଓଡ଼ିଶା କାହିଁକି, ପୁରା ଭାରତର ଗୋଟେ ବହୁତ ପୁରୁଣା ଆଉ ବହୁତ ମୁଖ୍ୟ ଶକ୍ତିପୀଠ ଆଉ ତୀର୍ଥକ୍ଷେତ୍ର ବି। ବହୁତ ଶାସ୍ତ୍ର, ପୁରାଣ, ଇତିହାସରେ ଏହାର ପ୍ରମାଣ ଅଛି। ଶାସ୍ତ୍ର ଆଉ ପୁରାଣରେ ମହାଭାରତର ବନପର୍ବରେ ଅଛି, ଋଷିମାନେ ଯୁଧିଷ୍ଠିରଙ୍କୁ କହିଥିଲେ ପବିତ୍ର ବୈତରଣୀ ନଦୀ ଆଉ ବିରଜା ତୀର୍ଥରେ ସ୍ନାନ କରିବାକୁ। ବ୍ରହ୍ମାଣ୍ଡ ପୁରାଣ, ବାୟୁ ପୁରାଣ, କପିଳ ସଂହିତା ଏସବୁଥିରେ ବିରଜା କ୍ଷେତ୍ରର ମାହାତ୍ମ୍ୟ କଥା ଅଛି। କପିଳ ସଂହିତା କହୁଛି ଏଇଟା ହେଉଛି ପାର୍ବତୀ କ୍ଷେତ୍ର, ଆଉ ଏଠି ନିଜେ ମା ପାର୍ବତୀ ବିରଜା ରୂପରେ ଅଛନ୍ତି। ଆଉ ତନ୍ତ୍ର ଚୂଡ଼ାମଣି ପରି ତନ୍ତ୍ରଗ୍ରନ୍ଥରେ ତ ଏହାକୁ ଭାରତର 51 ପୀଠ ଭିତରେ ନାଭିପୀଠ କୁହାଯାଏ, କାରଣ ଏଇଠି ମା ସତୀଙ୍କର ନାଭି ପଡ଼ିଥିଲା ବୋଲି ବିଶ୍ୱାସ। ତାନ୍ତ୍ରିକ ପରମ୍ପରା ବହୁତ ପୁରୁଣା ଗୋଟେ ତାନ୍ତ୍ରିକ ପୋଥି ଅଛି, କୌଳଜ୍ଞାନ ନିର୍ଣ୍ଣୟ।
ସେଥିରେ ଯାଜପୁର ପଟ୍ଟଣ, ଯାଜନଗରୀ ଏମିତି ଶବ୍ଦ ବ୍ୟବହାର ହୋଇଛି। ଏଥିରୁ ଏହାର ତାନ୍ତ୍ରିକ ମହତ୍ତ୍ୱ ଜଣାପଡ଼େ। ଇତିହାସ ଆଉ ପ୍ରତ୍ନତତ୍ତ୍ୱ। ଯାଜପୁରର ମୁଖ୍ୟ ଦେବୀ ହେଲେ ମା ବିରଜା। ତାଙ୍କର ଯେଉଁ 2 ହାତ ଥିବା ମହିଷା ମର୍ଦ୍ଦିନୀ ମୂର୍ତ୍ତି ଅଛି, ସେଟା ବହୁତ ପୁରୁଣା। ପ୍ରତ୍ନତତ୍ତ୍ୱବିତ୍ ରମାପ୍ରସାଦ ଚାନ୍ଦ କହିଛନ୍ତି ଯେ ଏଇଟା ଖ୍ରୀଷ୍ଟୀୟ 2ୟ ଶତାବ୍ଦୀର ହୋଇପାରେ। ଏମିତି 2 ହାତ ଥିବା ମୂର୍ତ୍ତି ଭାରତରେ ବହୁତ କମ୍ ଜାଗାରେ ଅଛି। ଆଉ ଗୋଟେ ଆଶ୍ଚର୍ଯ୍ୟ କଥା କହିବି, ତିବ୍ବତୀୟ ବୌଦ୍ଧ ଗ୍ରନ୍ଥ ଅଛି ପାଗ୍ ସାମଜଞ୍ଜାଙ୍ଗ। ସେଥିରେ ଲେଖା ଅଛି ଯେ ନିଜେ ଗୌତମ ବୁଦ୍ଧ କହିଥିଲେ ଯେ ସେ ପରବର୍ତ୍ତୀ କୌଣସି ଜନ୍ମରେ ପଦ୍ମସମ୍ଭବ ନାଁରେ ଏହି ବିରଜା କ୍ଷେତ୍ରରେ ଜନ୍ମ ନେବେ। ଆଉ ହିନ୍ଦୁ ଧର୍ମରେ ବୁଦ୍ଧଙ୍କ ପରେ ଅବତାର ହେଉଛନ୍ତି କଲ୍କି। ତେଣୁ ଏହି ସାମଞ୍ଜସ୍ୟଟା ବହୁତ ଗୁରୁତ୍ୱପୂର୍ଣ୍ଣ ଆଉ ରହସ୍ୟମୟ ଲାଗେ। ଏହାଛଡ଼ା ଅଷ୍ଟମ ଶତାବ୍ଦୀରେ ରାଜା ଶୁଭକର ଦେବ ଏଠି ଗୋଟେ ବୌଦ୍ଧ ସ୍ତମ୍ଭ କରିଥିଲେ, ଶୁଭସ୍ତମ୍ଭ। ନବମ ଶତାବ୍ଦୀରେ ରାଜା ଯଯାତି କେଶରୀ ଏଠି ବହୁତ ବଡ଼ ଦଶାଶ୍ୱମେଧୁ ଯଜ୍ଞ କରିଥିଲେ। କୁହାଯାଏ ସେଥିପାଇଁ ସେ କାନ୍ୟକୁବ୍ଜରୁ 10,000 ବ୍ରାହ୍ମଣ ଆଣିଥିଲେ। ଏସବୁ ଏ ଜାଗାର ଐତିହାସିକ ଆଉ ଧାର୍ମିକ ଗଭୀରତାକୁ ଦେଖାଏ। ଶକ୍ତି ଆଉ ପରଂବ୍ରହ୍ମ ତତ୍ତ୍ୱ ଦୃଷ୍ଟିରୁ ଦେଖିଲେ ଶକ୍ତି ବିନା ଶିବ କି ପରଂବ୍ରହ୍ମ ଅଧୁରା। ସେମିତି ଯୋଗମାୟା ବା ଆଦ୍ୟଶକ୍ତିଙ୍କ ବିନା ପରଂବ୍ରହ୍ମଙ୍କର ଲୀଳା ପୂର୍ଣ୍ଣ ହୁଏନି। ବିରଜା ହେଉଛନ୍ତି ଆଦ୍ୟାଶକ୍ତିଙ୍କ ରୂପ, ଆଉ ବିରଜା କ୍ଷେତ୍ର ହେଉଛି ଆଦି ଶକ୍ତିପୀଠ। ତେଣୁ ଏହି ସବୁଠୁ ପୁରୁଣା ଶକ୍ତିପୀଠରେ ହିଁ ଯୁଗ ପରିବର୍ତ୍ତନ ପାଇଁ ପରଂବ୍ରହ୍ମଙ୍କ କଳ୍କି ଅବତାର ହବାର ଯେଉଁ କଳ୍ପନା ମାଳିକାରେ ଅଛି, ସେଟା ବହୁତ ଯୁକ୍ତିଯୁକ୍ତ ଆଉ ତାତ୍ପର୍ଯ୍ୟପୂର୍ଣ୍ଣ ଲାଗେ। ବାଃ, ବହୁତ ବଢ଼ିଆ ଭାବରେ ଆପଣ ପୁରା ବିଶ୍ଳେଷଣ କଲେ। ଯାଜପୁର କାହିଁକି ଏତେ ମହତ୍ତ୍ୱପୂର୍ଣ୍ଣ ସେଇଟା ଏବେ ପୁରା ସ୍ପଷ୍ଟ ହୋଇଗଲା। ହଉ, ତେବେ ଆଜି ଆମେ ଯାହା ସବୁ ଆଲୋଚନା କଲେ, ଏଥର ମୁଖ୍ୟତଃ କ'ଣ ଶିଖିଲେ ଆମେ? ଶେଷ କଥା କ'ଣ ବାହାରିଲା? ଦେଖନ୍ତୁ, ମୋ ମତରେ 2ଟା ମୁଖ୍ୟ କଥା ବାହାରିଲା। ପ୍ରଥମ କଥା ହେଲା, ପଞ୍ଚସଖା ହୁଅନ୍ତୁ କି ଆଉ ଯେଉଁମାନେ ମାଳିକା ଲେଖିଛନ୍ତି, ତାଙ୍କ ଲେଖାରେ ହୁଏତ କିଛି ଇପଟ ସେପଟ ଛୋଟ ଛୋଟ କଥାରେ ଟିକେ ଏପଟ ସେପଟ ଥାଇପାରେ, କିନ୍ତୁ ଗୋଟେ କଥା ପୁରା ସ୍ଥିର ଆଉ ବାରମ୍ବାର କୁହାଯାଇଛି। ସେଇଟା ହେଲା ଯେ କଳିଯୁଗର ଶେଷ ବେଳକୁ ଧର୍ମ ସ୍ଥାପନ ପାଇଁ ଭଗବାନ ବିଷ୍ଣୁଙ୍କ 10ମ ଅବତାର କଲ୍କି ସେ ଓଡ଼ିଶାର ଏଇ ପବିତ୍ର ବିରଜା ମଣ୍ଡଳ ବା ଯାଜପୁରରେ ହିଁ ଆସିବେ। ହଁ, ଆଉ ଦ୍ୱିତୀୟ କଥାଟା ନିଶ୍ଚୟ ଯାଜପୁରର ମହତ୍ତ୍ୱ ବିଷୟରେ, ଯାହା ଆପଣ ଏତେ ଭଲ ଭାବରେ ବୁଝେଇଲେ। ଏକଦମ ଠିକ୍। ଦ୍ୱିତୀୟ ମୁଖ୍ୟ କଥା ହେଲା ଯେ ଯାଜପୁର କେବଳ ଗୋଟେ ସାଧାରଣ ଜାଗା ନୁହେଁ। ଏଇଟା ହଜାର ହଜାର ବର୍ଷ ଧରି ଓଡ଼ିଶା ଆଉ ଭାରତର ଗୋଟେ ବଡ଼ ଶକ୍ତିପୀଠ, ତୀର୍ଥସ୍ଥାନ ଆଉ ଧାର୍ମିକ, ତାନ୍ତ୍ରିକ, ଐତିହାସିକ କାମର ଗୋଟେ ମୁଖ୍ୟ କେନ୍ଦ୍ର ହୋଇ ରହିଆସିଛି। ଏହାର ଏଇ ଯେଉଁ ଗଭୀର ବହୁସ୍ତରର ମହତ୍ତ୍ୱ ଅଛି, ସେଇଟା ହିଁ ମାଳିକାରେ କୁହାଯାଇଥିବା କଲ୍କିଙ୍କ ଅବତାର ସ୍ଥାନ ହିସାବରେ ଏହାର ବଛାଯିବାଟାକୁ ଅଧିକ ଯୁକ୍ତିଯୁକ୍ତ, ବିଶ୍ୱାସଯୋଗ୍ୟ ଆଉ ଅର୍ଥପୂର୍ଣ୍ଣ କରୁଛି। ହେଲେ ଗୋଟେ କଥା ମନକୁ ଆସୁଛି, ଏ ଯେଉଁ ପୁରୁଣା ଭବିଷ୍ୟବାଣୀ, ଶହ ଶହ ବର୍ଷ ତଳର କଥା, ଏଗୁଡ଼ିକ ଆଜିର ଏ ଆଧୁନିକ ଯୁଗରେ ଆମ ପାଇଁ କ'ଣ ପ୍ରାସଙ୍ଗିକ? ଏଥିରୁ ଆଜିକା ଦିନରେ କ'ଣ ଶିଖିବାର ଅଛି? ଆଉ ଆପଣ ଯେମିତି କହୁଥିଲେ, ବର୍ତ୍ତମାନ ସମୟ ସହ କ'ଣ କିଛି ସମାନତା ଦେଖାଯାଉଛି? ଦେଖନ୍ତୁ, ଆମ ପାଖରେ ଯେଉଁ ତଥ୍ୟ ଅଛି, ସେଗୁଡ଼ିକ ମୁଖ୍ୟତଃ ଭବିଷ୍ୟବାଣୀ ଆଉ ଗୋଟେ ନିର୍ଦ୍ଦିଷ୍ଟ ଜାଗାର ମହତ୍ତ୍ୱ ଉପରେ କହୁଛି। ଏ ଭବିଷ୍ୟବାଣୀଗୁଡ଼ିକ ଏବେକାର କୌଣସି ନିର୍ଦ୍ଦିଷ୍ଟ ଘଟଣା କିମ୍ବା ଲୋକଙ୍କ ସହିତ ସିଧାସଳଖ ମିଶୁଛି କି ନାହିଁ, ସେଟା ଏ ଲେଖାଗୁଡ଼ିକରୁ ସ୍ପଷ୍ଟ ହେଉନି। ଆଉ ସେ ବିଷୟରେ ପୁରା ଦମ୍ ଦେଇକି କିଛି କହିବାଟା ଆମ ଆଲୋଚନାର ପରିସର ବାହାରେ। କିନ୍ତୁ ହଁ, ଏ ଭବିଷ୍ୟବାଣୀଗୁଡ଼ିକର ଅଧ୍ୟୟନ ନିଶ୍ଚୟ ମହତ୍ତ୍ୱପୂର୍ଣ୍ଣ, ଆଉ ଏଥିରୁ ବହୁତ କଥା ଶିଖିବାକୁ ମିଳେ। ପ୍ରଥମ କଥା, ଏଇଟା ଦେଖାଏ ଯେ ଆମ ସଂସ୍କୃତିରେ କେମିତି ଯୁଗ ଯୁଗ ଧରି ଭବିଷ୍ୟତ ପାଇଁ ଗୋଟେ ଆଶା ରହିଛି। ଅଧର୍ମର ନାଶ ପରେ ଧର୍ମ ପୁଣି ଫେରିବ ବୋଲି ଗୋଟେ ଦୃଢ଼ ବିଶ୍ୱାସ ଅଛି। ଆଉ ସମସ୍ୟାର ସମାଧାନ ପାଇଁ ଗୋଟେ ଦିବ୍ୟ ଶକ୍ତିର ହାତ ରହିବେ ବୋଲି ଧାରଣା ଅଛି। ଏହା ଏକ ପ୍ରକାର ସାମୂହିକ ଆଶାବାଦ। ଦ୍ୱିତୀୟରେ, ଏହା ଦେଖାଏ ଯେ ଯାଜପୁର ଭଳି ଜାଗା ଖାଲି ମାଟି ପଥର ନୁହେଁ। ଏଗୁଡ଼ିକ ଶହ ଶହ ବର୍ଷ ଧରି ଆମର ଆଧ୍ୟାତ୍ମିକ, ସାଂସ୍କୃତିକ ଆଉ ଐତିହାସିକ ଚେତନାର ଗୋଟେ ଜୀବନ୍ତ କେନ୍ଦ୍ର ହୋଇ ରହିଛି। ତୃତୀୟରେ, ଏଇ ଯେଉଁ ପୁରୁଣା ଟିକେ ରହସ୍ୟମୟ ଲାଗୁଥିବା ଗ୍ରନ୍ଥଗୁଡ଼ିକ, ସେଗୁଡ଼ିକ କେମିତି ଆଜି ବି ଲୋକଙ୍କ ମନରେ ଏତେ କୌତୂହଳ, ଏତେ ଆଗ୍ରହ ଆଉ ଗୋଟେ ପ୍ରକାର ଆଧ୍ୟାତ୍ମିକ ଖୋଜିବାର ଭାବନା ଯୋଗାଇ ପାରୁଛେ, ସେଇଟା ବି ଗୋଟେ ବଡ଼ କଥା। ଏହା ଆମର ସାଂସ୍କୃତିକ ସମ୍ପଦ, ଆମ ବିଶ୍ୱାସ, ଆମ ପରମ୍ପରାର ଗଭୀରତାକୁ ଦେଖାଏ, ଯାହା ଏତେ ଆଧୁନିକତା ପରେ ବି ହଜିଯାଇନାହିଁ। ହଁ, ବହୁତ ଭଲ ଭାବରେ ବୁଝେଇଲେ।
ତେବେ ଆଜିର ଆଲୋଚନା ଶେଷ କରିବା ଆଗରୁ ଶ୍ରୋତାମାନଙ୍କ ପାଇଁ ଗୋଟିଏ ଚିନ୍ତା କରିବା ଭଳି କଥା ଛାଡ଼ି ଯାଉଛୁ। ପଞ୍ଚସଖାଙ୍କ ଭଳି ଯେଉଁମାନଙ୍କୁ ଦୂରଦୃଷ୍ଟା ବୋଲି ବିଶ୍ୱାସ କରାଯାଏ, ତାଙ୍କ ଦ୍ୱାରା କରାଯାଇଥିବା ଏତେ ସ୍ପଷ୍ଟ ଭବିଷ୍ୟବାଣୀ, ଗୋଟେ ନିର୍ଦ୍ଦିଷ୍ଟ ପବିତ୍ର ଜାଗାର ବାରମ୍ବାର ନାଁ ନିଆଯିବା, ଆଉ ସେ ଜାଗାର ଏତେ ଗଭୀର ପୌରାଣିକ, ଐତିହାସିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ, ଏସବୁ ମିଶିକି ଭବିଷ୍ୟତର ଗୋଟେ ସମ୍ଭାବ୍ୟ ବଡ଼ ଘଟଣା ପାଇଁ ଯେଉଁ ଆଶା ଆଉ ବିଶ୍ୱାସର ଚିତ୍ର ଆଙ୍କୁଛି, ସେଇଟା ଆମର ଏବେକାର ଦେଖିବା, ଆମ ବିଶ୍ୱାସ ଆଉ ଆମ ପବିତ୍ର ଗ୍ରନ୍ଥଗୁଡ଼ିକୁ ଆମେ କେମିତି ବୁଝୁଛୁ ବା ଗ୍ରହଣ କରୁଛୁ, ତାକୁ କିପରି ପ୍ରଭାବିତ କରୁଛି, ଏକଥା ନିଶ୍ଚୟ ଭାବିବାର କଥା। ଆଶା କରୁଛୁ ଆଜିର ଏ ଆଲୋଚନା ଆପଣମାନଙ୍କୁ ଭଲ ଲାଗିଥିବ। ଆମର ପରବର୍ତ୍ତୀ ଆଲୋଚନା ପାଇଁ ଅପେକ୍ଷା କରନ୍ତୁ। ଆଉ ହଁ, ଯଦି ଆପଣମାନେ ଆଉ କୌଣସି କାହାଣୀ ବା ବିଷୟ ଉପରେ ଏମିତି ଗଭୀର ଆଲୋଚନା ଶୁଣିବାକୁ ଚାହୁଁଥାନ୍ତି, ତେବେ ଆମକୁ ନିଶ୍ଚୟ ଜଣାନ୍ତୁ। ଯଦି ଆମର ଏ ପ୍ରୟାସ ଆପଣଙ୍କୁ ଭଲ ଲାଗୁଛି, ତେବେ ଦୟାକରି ଆମ ଚ୍ୟାନେଲକୁ ଲାଇକ୍, ଶେୟାର ଆଉ କମେଣ୍ଟ କରନ୍ତୁ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ପୁଣିଥରେ କହୁଛି, ଦୟାକରି ଶେୟାର କରନ୍ତୁ ଏବଂ ଆମ ଏହି ଓଡ଼ିଆ ଚ୍ୟାନେଲକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରନ୍ତୁ। ନୂଆ ଆଲୋଚନାର ସୂଚନା ପାଇବା ପାଇଁ ବେଲ୍ ଆଇକନ୍କୁ ବି ନିଶ୍ଚୟ ଦବାନ୍ତୁ। ଆଜି ପାଇଁ ଏତିକି। ଧନ୍ୟବାଦ।